ତେବେ ଆମେ ଶ୍ରୀମଦ୍ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗୁଁ ଆମେ କେବଳ ବର୍ତ୍ତମାନ ଶେଷ ଶ୍ଲୋକ 46 ନମ୍ବର ଶ୍ଲୋକଟି ଅଧ୍ୟାୟର ତାକୁ ଆଲୋଚନା କରିବା। ତେବେ ବର୍ତ୍ତମାନ ସୁଦ୍ଧା ଆମେ ଦେଖିଲେ ଯେ ଅର୍ଜୁନ ତାଙ୍କର ଯୁଦ୍ଧ ନ କରିବା ପାଇଁ 4ଟି କାରଣ ଦଉଛନ୍ତି। ସେ 4ଟି କାରଣ ହେଲା ଯେ ପ୍ରଥମ କାରଣ ହଉଛି ଯେ ଏମାନେ ମୋର ନିଜର ଲୋକ, ସ୍ୱଜନ, ଏମାନଙ୍କୁ କେମିତି ମୁଁ ମାରିବି, ତେଣୁ କରୁଣା ଆସୁଛି ତାଙ୍କର। କରୁଣା କାରଣ ଗୋଟିଏ ପ୍ରଥମ କାରଣ। ଦ୍ୱିତୀୟ କାରଣ କହୁଛନ୍ତି ଯଦି ବି ଏମାନଙ୍କୁ ମୁଁ ଏ ଜିତିଯିବି ଏବଂ ଏ ରାଜ୍ୟ ପାଇଯିବି, ରାଜ୍ୟର ସୁଖ ପାଇବି, ତଥାପି ମୁଁ ଉପଭୋଗ କରିପାରିବିନି। କାହିଁକି ନା ଯାହାକୁ ନେଇକି ମୁଁ ଉପଭୋଗ କରିବା କଥା ସେମାନେ ନଥିବେ, ଅର୍ଥାତ୍ ତାଙ୍କର ନିଜର ଯୋଉ ପରିବାରର ଲୋକ, ଏ ଧୃତରାଷ୍ଟ୍ରଙ୍କର ପୁଅମାନେ ଏମାନେ ନଥିବେ। ତେଣୁ ଉପଭୋଗ ନ କରିବାର କାରଣ ହଉଛି ଦ୍ୱିତୀୟ କାରଣ। ତୃତୀୟ ହଉଛି ସେ କହୁଛନ୍ତି ଏମାନେ ମୋର ନିଜର ଲୋକ, ଏମାନଙ୍କୁ ମାରିଦେଲେ ମୋର ପାପ ହବ, ପାପର ଫଳ ଅଛି ଏବଂ ପ୍ରତିକ୍ରିୟା ମତେ ଭୋଗିବାକୁ ପଡିବ। ତେଣୁ ପାପର ପ୍ରତିକ୍ରିୟା ଗୋଟିଏ ହଉଛି ଆଉ ଗୋଟିଏ କାରଣ। ଏଟା ହେଲା ତୃତୀୟ। ଚତୁର୍ଥ କାରଣ କହୁଛନ୍ତି ଯେ ଏତେ ଗୁଡିଏ ଲୋକ, ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି ଯୋଉମାନେ ଏ ରଣଭୂମିରେ ବର୍ତ୍ତମାନ ସେମାନେ ମରିବେ ନିଶ୍ଚିତ ରୂପେ, କାରଣ ନହେଲେ ମତେ ବିଜୟ କରିବାକୁ ହେଲେ ତାଙ୍କୁ ମାରିବାକୁ ପଡିବ। ତେଣୁ ସେମାନେ ଯେତେବେଳେ ଚାଲିଯିବେ, ସେ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଯେତେବେଳେ ଚାଲିଯିବେ, ତେବେ ପରିବାର ଧ୍ୱଂସ ହେଇଯାଏ। ତାଙ୍କର ଯୋଉ ପରମ୍ପରା କୁଳ ଧର୍ମ ସେ ନଷ୍ଟ ହେଇଯିବ, ଅଧର୍ମ ଦେଖା ଦେଇଯିବ। ଏବଂ ଅଧର୍ମ ଦେଖାଦେଲେ କଣ ହବ ନା ପ୍ରଥମେ କୁଳ ସ୍ତ୍ରୀ ମାନେ, ପରିବାରର ସ୍ତ୍ରୀ ମାନେ କଳୁଷିତ ହେଇଯିବେ, ବର୍ଣ୍ଣ ସଂକର ଆସିବ ଏବଂ କୁଳ ଜାତି ଧର୍ମ ନଷ୍ଟ ହେଇଯିବ, ଏଇଭଳି ସେ କହୁଛନ୍ତି। ଏବଂ 6ଟା ଦୋଷ ଏଥିରେ ଅଛି। 6th ଦୋଷ କହୁଛନ୍ତି କଣ ନା ଯିଏ କୂଳକୁ ଧ୍ୱଂସ କଲା ଏବଂ ଯୋଉ କୂଳ ଧ୍ୱଂସ ହେଲା, ଏ ଦୁହେଁ ଯିବେ ନରକକୁ। ତେଣୁ ଏଇଭଳି ସେ କାରଣ ଗୁଡିକ ଦଉଛନ୍ତି ଏବଂ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ। ଏଇଠି ହଉଛି ଚତୁର୍ଥ ଶ୍ଲୋକ, ଯୋଉଠି ଅର୍ଜୁନ ତାଙ୍କର ମାନେ ଏକୁ ଆମେ କହୁଛେ କଣ ନା ନିର୍ଣ୍ଣୟାତ୍ମକ ଶ୍ଲୋକ, ଡିସିସିଭ। କାହିଁକି ନା ଏଇଠି ତାଙ୍କର ସେ ଯୋଉ ଫାଇନାଲ ଅନ୍ତିମ ନିର୍ଣ୍ଣୟ ସେ ଜଣେଇବେ। ଅର୍ଜୁନ ସେ କଣ କରିବେ ନ କରିବେ ସେ ଜଣାଉଛନ୍ତି କୃଷ୍ଣଙ୍କୁ। ତେଣୁ ଶ୍ଲୋକଟି ଏଇଭଳିଆ, ମୁଁ ପ୍ରଥମେ ଡିସପ୍ଲେ କରିଦଉଛି। संजय उवाच एवं उक्त्वार्जुनः सङ्ख्ये रथोपस्थ उपाविशत् विसृज्य सशरं चापं शोको संविघ्नमानसः। एवं उक्त्वा ଏଇଭଳି କହି, କିଏ କହୁଛନ୍ତି, କିଏ କହିଲେ? ଅର୍ଜୁନ। ଏବଂ ଉକ୍ତ୍वा ଅର୍ଜୁନ, ଅର୍ଜୁନ ଏଇଭଳି କହି, ଏ କଥା କିଏ କହୁଛନ୍ତି? ସଞ୍ଜୟ କହୁଛନ୍ତି। କାହାକୁ? ଧୃତରାଷ୍ଟ୍ରଙ୍କୁ। ଯେ ଏବଂ ଉକ୍ତ ଅର୍ଜୁନ, ଏଇଭଳି ଅର୍ଜୁନ କହି ସାଂଖ୍ୟେ, କୋଉଠି କୋଉଠି କହିଲେ? ଯୁଦ୍ଧ ଭୂମିରେ। ତାପରେ କଣ କଲେ? 3ଟି ଜିନିଷ ସେ କରୁଛନ୍ତି ବର୍ତ୍ତମାନ। ପ୍ରଥମ କହୁଛନ୍ତି ବିସୃଜ୍ୟ ସଶରଂ ଚାପଂ, ବିସୃଜ୍ୟ ସଶରଂ ଚାପଂ, ତାଙ୍କର ଗାଣ୍ଡିବ ଧନୁଟିକୁ ସେ ତଳେ ଥୋଇଦେଲେ। ତାପରେ କହୁଛନ୍ତି କଣ? ଶୋକ ସଂବିଘ୍ନ ମାନସ, ତାଙ୍କର ହୃଦୟ ଦୁଃଖରେ ଭରି ଯାଇଥିଲା ଏବଂ ମନ ଅସ୍ଥିର ଥିଲା। ମନର ଭାରସାମ୍ୟ ସେ ରକ୍ଷା କରିପାରୁନଥିଲେ। ତେଣୁ ଶୋକ ସଂବିଘ୍ନ ମାନସ, ଇଏ ହେଲା ଦ୍ୱିତୀୟ ଜିନିଷ। ଏବଂ ଏହାପରେ କଣ କଲେ? ସେ ରଥୋପସ୍ଥ ଉପାବିଶତ୍, ରଥ ଉପରେ ବସି ପଡିଲେ। ଅର୍ଥାତ୍ ସେ ଜଣେଇଲେ ଯେ ମୁଁ ଯୁଦ୍ଧ କରିବି ନାହିଁ। ଅର୍ଜୁନ ଏଇଭଳି ଯୁଦ୍ଧଭୂମିରେ ତାଙ୍କର ଗାଣ୍ଡିବ ଧନୁଟିକୁ ରଖିଦେଲେ ତଳେ ଏବଂ ଦୁଃଖରେ, ଅସ୍ଥିର ମନରେ ସେ ରଥ ଉପରେ ବସି ପଡିଲେ ଏବଂ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ। କାହାକୁ? କୃଷ୍ଣଙ୍କୁ କହୁଛନ୍ତି। ତେବେ ଏଇଠି ଆମେ ଦେଖିବା, ଏଠି ଗୋଟେ ମାନେ ବିସୃଜ୍ୟ ସଶରଂ ଚାପଂ, ଇଏ ଗୋଟେ ବଡ ହେଭି ଲାଇନ ଏଠି ଅର୍ଜୁନଙ୍କର ସପକ୍ଷରେ ଗୋଟେ, ଯେ ସେ ଛାଡିଦେଲେ ଗାଣ୍ଡିବ ଧନୁକୁ ତଳେ ଥୋଇଦେଲେ। ଚିନ୍ତା କରନ୍ତୁ, ଯୋଉ ଗାଣ୍ଡିବ ଧନୁ ପାଇଁ ମୁଁ ଆଗରୁ କହିଥିଲି ଏଟା,
ଯୋଉ ଗାଣ୍ଡୀବ ଧନୁ ପାଇଁ ସେ ଗୋଟିଏ ପଣ କରିଥିଲେ ଯେ ଯିଏ ମତେ କହିବ ଯେ ଗାଣ୍ଡୀବ ଧନୁଟିକୁ ତଳେ ରଖିଦିଅ ବା ଫୋପାଡ଼ି ଦିଅ, ମୁଁ ତାଙ୍କୁ ମାରିଦେବି। ଏଇ ଗାଣ୍ଡୀବ ଧନୁକୁ ସେ ଥରେ କଣ ହେଇଛି ନା, ଏଇ ଯୋଉ ମୁଁ କହିଥିଲି ଯୋଉ ପାସ୍ ଟାଇମଟା, ଯେତେବେଳେ କର୍ଣ୍ଣ 16 ଏବଂ 17 ଯୋଉ ଯୁଦ୍ଧ, କୁରୁକ୍ଷେତ୍ର ଯୁଦ୍ଧର 16 ଆଉ 17 ଦିନରେ ଯୋଉ କର୍ଣ୍ଣ ଯୁଦ୍ଧ କରୁଛନ୍ତି, ସେ ଯେତେବେଳେ ଶର ପ୍ରତିନିକ୍ଷେପ କରୁଛନ୍ତି ଏବଂ ଭୀଷଣ ଜୋରରେ କରୁଛନ୍ତି, ସେତେବେଳେ ଯୁଧିଷ୍ଠିର ବଡ ଅସ୍ତବ୍ୟସ୍ତ ହେଇଗଲେ ଏବଂ ସେ ସାମ୍ନା କରିପାରିଲେନି। ତେଣୁ ଯୁଧିଷ୍ଠିର ରଣଭୂମି ଛାଡି ଦେଇକି ଶିବିରକୁ ପଳେଇଛନ୍ତି। କିଛି ସମୟ ପରେ ଅର୍ଜୁନ ଦେଖିଲେ ଯେ ବଡ ଭାଇ କାହିଁ ନାହାନ୍ତି ଯୁଦ୍ଧ ଭୂମିରେ, ତେଣୁ ତାଙ୍କର କଣ ଅସୁବିଧା ହେଲା ସେ ଜାଣିବା ପାଇଁ ସେ ବି ଶିବିରକୁ ଯାଉଛନ୍ତି। ଶିବିରରେ ଯେତେବେଳେ ପହଞ୍ଚିଛନ୍ତି, ସେତେବେଳେ ଯୁଧିଷ୍ଠିର କହୁଛନ୍ତି କଣ ମାରିଦେଲ କର୍ଣ୍ଣକୁ? ନା, ନାଇଁ ନାଇଁ, ଏବେ ଯାଇକି ମାରିବି। ତାଙ୍କ ପାଟିରୁ ବାହାରି ପଡିଲା, କାହିଁକି ଗାଣ୍ଡୀବ ଧନୁଟା ଧରିଛ, ତାକୁ ଫୋପାଡ଼ି ଦିଅ। ସାଙ୍ଗେ ସାଙ୍ଗେ ଅର୍ଜୁନ ସେ ଗାଣ୍ଡୀବ ଧନୁକୁ ଉଠେଇକି ମାରିବାକୁ ଚେଷ୍ଟା କରୁଥିଲେ। କାହାକୁ? ଯୁଧିଷ୍ଠିରଙ୍କୁ, ତାଙ୍କ ବଡ ଭାଇଙ୍କୁ। କାହିଁକି ନା ସେ ପଣ କରିଛନ୍ତି, ଆଉ ସେ ପଣକୁ ରକ୍ଷା କରିବାକୁ ପଡିବ। ପ୍ରତିଜ୍ଞା କରିଛନ୍ତି ମାନେ ପ୍ରତିଜ୍ଞା ରକ୍ଷା କରିବେ। ଯିଏ ମତେ କହିବ ଗାଣ୍ଡୀବ ଧନୁକୁ ଛାଡି ଦିଅ, ତାହେଲେ ମୁଁ ତାକୁ ମାରିଦେବି। ତାହେଲେ ଯୋଉ ଗାଣ୍ଡୀବ ଧନୁ ପାଇଁ, ଏବଂ ଠିକ ଅଛି, ସେତେବେଳେ ତାକୁ ଏଇ ଯୋଉ ସମସ୍ୟାକୁ ସମାଧାନ କରିଦେଲେ କୃଷ୍ଣ, ଏବଂ ସେ ମାରିଲେ ନାହିଁ। ଯାହା ବତେଇଥିଲେ ସମାଧାନ କେମିତି କଲେ, ଆଉ ତାକୁ ଆଲୋଚନା କରିବାନି। ତେବେ ଏଇ ଗାଣ୍ଡୀବ ଧନୁ ପାଇଁ ଯେତେବେଳେ ସେ ବଡ ଭାଇଙ୍କୁ ମାରିଦେବାକୁ ଯାଉଥିଲେ, ଆଜି ସେଇ ଗାଣ୍ଡୀବ ଧନୁଟାକୁ ସେ ତଳେ ଥୋଇ ଦଉଛନ୍ତି। ତାମାନେ ଏଇଥିରୁ ଆପଣ ଅନୁମାନ କରନ୍ତୁ ତାଙ୍କ ମନ କେତେ ବିଚଳିତ, କେତେ ଅସ୍ଥିର। ବର୍ତ୍ତମାନ ସେ ତାର ଭାରସାମ୍ୟ, ମନର ଭାରସାମ୍ୟ ସେ ରକ୍ଷା କରିପାରୁନାହାନ୍ତି, ଇମ୍ବାଲାନ୍ସ ପୁରା। ସେଇଥିପାଇଁ ସେ ରଥ ଉପରେ ବସି ପଡିଲେ। ତେବେ ଆପଣ ଦେଖନ୍ତୁ 27 ନମ୍ବର ଶ୍ଲୋକରେ ସେଠି ଅର୍ଜୁନ କଣ କହିଲେ? କୃଷ୍ଣଙ୍କୁ କହିଲେ ତାନ୍ ସମୀକ୍ଷେ, ତାନ୍ ସମୀକ୍ଷେ ବୋଲିକି ସେ କହୁଛନ୍ତି। ମାନେ ତାନ୍ ସମୀକ୍ଷେ ସ ଅର୍ଜୁନ ସେଠି କହିଥିଲେ। କାହିଁକି ନା ସେ କହୁଥିଲେ ଯେ କାହାକୁ? କୃଷ୍ଣଙ୍କୁ କହିଲେ ଯେ ଠିକ ଅଛି, ମୋ ରଥଟିକୁ ନେଇ ଚାଲ, ମୁଁ ଟିକେ ଦେଖେ କୋଉମାନେ ଯୁଦ୍ଧ ଭୂମିରେ ଅଛନ୍ତି, ସେ ଆମ ସାଙ୍ଗରେ ଯୁଦ୍ଧ କରିବା ପାଇଁ ଆସିଛନ୍ତି। ସେମାନେ ଦୁର୍ଯ୍ୟୋଧନର କୋଉମାନେ ସାଥୀ ସାଥ ଦେଇଛନ୍ତି ଅଧର୍ମୀ ସାଙ୍ଗରେ, ମୁଁ ସେମାନଙ୍କୁ ଟିକେ ଦେଖିବାକୁ ଚାହୁଁଛି। କୃଷ୍ଣ ମାନିଥିଲେ ଏବଂ ତାକୁ ନେଇକି ରଥଟିକୁ ଦୁଇ ସେନାଙ୍କ ଭିତରେ ରଖିଦେଇଥିଲେ। ଏବଂ ଯେତେବେଳେ ସେ ତାଙ୍କୁ ରଖିଦେଇଥିଲେ, ସେତେବେଳେ ସେ ଆମେ 27 ନମ୍ବର ଶ୍ଲୋକରେ ଆମେ ଦେଖୁଛେ ସେ କହୁଛନ୍ତି ତାନ୍ ସମୀକ୍ଷେ ସ ଅର୍ଜୁନ। ଅର୍ଜୁନ ସେଠି ଅବଜର୍ଭ କରୁଥିଲେ, ଦେଖୁଥିଲେ ସେନା। ମାନେ ସେଇଠୁ ଦେଖିବା ବେଳଠୁ ତାଙ୍କର ବଡ ଠିଆ ହେଇକି ଦେଖୁଥିଲେ, ସେଠି ଠିଆ ହେଇକି ଦେଖୁଥିଲେ ଏବଂ ଖୁସିରେ ଦେଖୁଥିଲେ। କିନ୍ତୁ ହଠାତ୍ ତାଙ୍କର ଆରମ୍ଭ ହେଇଗଲା କଣ ନା, ଦେହ ହାତ ଥରିବା ଆରମ୍ଭ ହେଲା, ପାଟି ଶୁଖିଗଲା, ରୋମ ଟାଙ୍କୁରି ଉଠିଲା ଏବଂ ଗାଣ୍ଡୀବ ଧନୁଟିକୁ ତଳେ, ମାନେ ତାଙ୍କର ହାତରୁ ଖସି ପଡୁଥିଲା। ଏଇଭଳିଆ ପରିସ୍ଥିତି ହଉଥିଲା ତାଙ୍କର। ଯୋଉ ଲୋକର ଏଇଭଳି ପରିସ୍ଥିତି, ମାନେ ଏଥିରୁ ଇମାଜିନ କରନ୍ତୁ, ସେଇ ଲୋକ ବର୍ତ୍ତମାନ ନ୍ୟାଚୁରାଲି ସେ କହୁଛନ୍ତି, ବର୍ତ୍ତମାନ 5-4ଟି କାରଣ ଦେଲେ ଏବଂ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ। ମୋ ଦ୍ୱାରା ଇଏ ହବ ନାହିଁ କୃଷ୍ଣ, ମୁଁ ଏ ଯୁଦ୍ଧ କରିପାରିବି ନାହିଁ, ଏଭଳି କହୁଛନ୍ତି। ଅର୍ଥାତ୍ ଅର୍ଜୁନଙ୍କର ପୋଜିସନ କେମିତି ନା, ଯେମିତି ଗୋଟେ ସର୍ଜନ ଯାଉଛି ସର୍ଜରୀ କରିବାକୁ ଏବଂ ସର୍ଜରୀ ରୁମରେ ସବୁ ପ୍ରିପାରେସନ ହେଇଯାଇଛି ଏବଂ ପେସେଣ୍ଟ ଶୋଇଛି, ସର୍ଜରୀ ହବ। ସର୍ଜରୀ କଲା ବେଳକୁ ଦେଖୁଛନ୍ତି ଯେ ଇଏ ମୋର ଭାଇ, ତାଙ୍କ ହାତ ଥରୁଛି, ମୁଁ କେମିତି କରିବି ସର୍ଜରୀ, କଣ ହେଇଯିବ କାଳେ ମୋର ଭାଇ। ଯେମିତି ଅର୍ଜୁନଙ୍କର ଅବସ୍ଥା ସେଇ। ଯେମିତି ଆମେ ଦେଖୁଛେ ଗୋଟେ ମ୍ୟାରେଜ ଫଙ୍କସନ ହଉଛି, ବିବାହର ପାଇଁ ସବୁ ଜିନିଷ ବନ୍ଦୋବସ୍ତ କରାଯାଇଛି, ନିମନ୍ତ୍ରଣ ଦେଇ ଦିଆଯାଇଛି, କଣ୍ଟ୍ରାକ୍ଟ ଯେତକ ସବୁ ଦିଆଯାଇଛି, ଆଡଭାନ୍ସ ପଇସା ଦିଆ ହେଇଯାଇଛି, ସବୁ କାମ ସରିଛି, ସବୁ ଖର୍ଚ୍ଚ ହେଇଛି। ବେଦୀ ଉପରକୁ ଯାଇକି ଦୁଲ୍ହା କହୁଛି ଯେ ନାଇଁ ମୁଁ ଶାଦୀ କରିବିନି, ବର କହୁଛି ମୁଁ ଶାଦୀ କରିବିନି, ମୁଁ ବିବାହ ହେବିନି। ତାହେଲେ ଯିଏ ଏତକ ଆରେଞ୍ଜମେଣ୍ଟ କରିଛି ତାର ଅବସ୍ଥା କଣ ହବ? ସେମିତି ଏଠି ବର୍ତ୍ତମାନ ଅର୍ଜୁନ ସେଇଭଳି ଏତେକ ଏ ସବୁର ଆରେଞ୍ଜମେଣ୍ଟ, ଯୁଦ୍ଧର ଆରେଞ୍ଜମେଣ୍ଟ କିଏ କରିଛନ୍ତି? ଶ୍ରୀକୃଷ୍ଣ। ତେଣୁ ତାଙ୍କର ସେ କେମିତି ତାଙ୍କୁ ଲାଗୁଥିବ ଯେତେବେଳେ ଅର୍ଜୁନ କହିଦେଲେ ଯେ ମୁଁ ଯୁଦ୍ଧ କରିବି ନାହିଁ, କେମିତି ଲାଗୁଥିବ ତାଙ୍କୁ? ଏଥିରୁ ଅନୁମାନ କରନ୍ତୁ।
ତେବେ ଅର୍ଜୁନ ଏଇ ଯୋଉ କହୁଛନ୍ତି ମୁଁ ଯୁଦ୍ଧ କରିବିନି, ଆର ଅର୍ଥ ନୁହେଁ ସେ ଡରପୋକ, ସେ ଡରିଗଲେ ବା ସେ ଭୀରୁ, ଯୁଦ୍ଧ କରିବାକୁ ଡରୁଛନ୍ତି। ନାଇଁ, ଏମିତି ନୁହେଁ। ଆକ୍ଚୁଆଲି ଅର୍ଜୁନ ଏଠି ମେନ୍ କାରଣ ହଉଛି କଣ ନା, ସେ ଦେଖୁଛନ୍ତି ଯେ এই ଯୁଦ୍ଧରେ ଏମାନେ ହଉଛନ୍ତି ମୋର ନିଜର ଲୋକ, ଏମାନଙ୍କୁ କେମିତି ମାରିବି, এই ପ୍ରୋବ୍ଲେମ ତାଙ୍କର ସମସ୍ୟା ଆସିଛି। ତେବେ ଯୁଦ୍ଧରେ କଥା ହଉଛି ଅର୍ଜୁନ କଣ ଅର୍ଜୁନଙ୍କ ଭଳିଆ ଲୋକ ଯିଏ, ସେ ଡରିବ କାହିଁକି? ସେ ତ ଯାଇକି ସ୍ୱର୍ଗରେ ଭଗବାନ ଶିବଙ୍କୁ ପରାସ୍ତ କରିଥିଲେ, ଇନ୍ଦ୍ରଙ୍କୁ ପରାସ୍ତ କରିଥିଲେ, ତାଙ୍କଠୁ ସେ ଦିବ୍ୟ ଅସ୍ତ୍ର ପାଇଥିଲେ। ଯୋଉ ଲୋକ ଶିବ ଇନ୍ଦ୍ରଙ୍କୁ ପରାସ୍ତ କରିକି ଦିବ୍ୟ ଅସ୍ତ୍ର ସଂଗ୍ରହ କରିକି ଫେରିଥିଲେ, ସେ ଶିବ ଇନ୍ଦ୍ରଙ୍କ ଆଗରେ କୌରବ ସେନା କଣ? କିଛି ନୁହଁ। ତେଣୁ ଡରିବେ କାହିଁକି ଅର୍ଜୁନ? ଦ୍ୱିତୀୟରେ ଅର୍ଜୁନ କଣ ଆଜି ନୂଆ ଯୁଦ୍ଧ କରୁଛନ୍ତି? ଏଇ ଯୋଉ ସେନା ଆଜି ବାଟଲ ଫିଲ୍ଡରେ, କୁରୁକ୍ଷେତ୍ର ରଣଭୂମିରେ ଏଇ ଯୋଉ ସେନା ମାନେ ଆଜି ଅଛନ୍ତି, ଏକ୍ଜାକ୍ଟଲି ଏଇ ସେନା ଦଳ ମଧ୍ୟ ଦିନେ ବିରାଟ ଆକ୍ରମଣ କଲା ବେଳେ, ଯେତେବେଳେ ଅଜ୍ଞାତବାସରେ ଥିଲେ ଅର୍ଜୁନ ବିରାଟରେ, ଏବଂ ସେତେବେଳେ ଦୁର୍ଯ୍ୟୋଧନ ତାଙ୍କର ସେନା ଧରିକି ବିରାଟକୁ ଆକ୍ରମଣ କରୁଥିଲେ, ସେତେବେଳେ ଅର୍ଜୁନ ସିଙ୍ଗଲ ହ୍ୟାଣ୍ଡେଡଲି, ଏକୁଟିଆ ଏ ସବୁ ସେନାଙ୍କୁ ପରାସ୍ତ କରିଥିଲେ। କାହିଁ ସେତେବେଳେ ତ ତାଙ୍କର ଗୋଡ ହାତ ଥରୁ ନଥିଲା, ସେତେବେଳେ ତ ପାଟି ଶୁଖି ଯାଉନଥିଲା, ସେତେବେଳେ ତ ହାତରୁ ଗାଣ୍ଡିବ ଖସି ଯାଉନଥିଲା, ଏବଂ ସେତେବେଳେ ତ ସେ କହିଲେନି ଏମାନେ ମୋ ନିଜ ଲୋକ, କେମିତି ମାରିବି। ତାହେଲେ ଆଜି କାହିଁକି ହଉଛି? ଆଜି ହଉଛି ଏଇଥିପାଇଁ ଯେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମୋହରେ ରଖିଛନ୍ତି, ମାୟାରେ, ଇଲୁଜନ। ସେଥିପାଇଁ ସେ ଧର୍ମ, ଯୋଉ ଶାରୀରିକ ଧର୍ମକୁ ସେ ସାମ୍ନାକୁ ନେଇକି ଆସୁଛନ୍ତି। ମୋର ନିଜର ରକ୍ତ ମାଂସର ସମ୍ପର୍କ ମୁଁ ମାରିବି କେମିତି? ତାଙ୍କୁ ମୋହରେ ରଖିଛନ୍ତି। ଏବଂ ମୋହରେ ରଖିବାର କାରଣ ହଉଛି ଯୋଉ ମାୟାରେ ରଖିଛନ୍ତି ଭଗବାନ, ଇଏ ଉଦ୍ଦେଶ୍ୟ ମୂଳକ। କାହିଁକି ନା ରଖିଲେ ହିଁ ତାଙ୍କୁ ସେ ଆତ୍ମଜ୍ଞାନ ଦେବେ। ତାଙ୍କର ବର୍ତ୍ତମାନ ସେ ଜ୍ଞାନକୁ ସେ କାଢି ଦେଇଛନ୍ତି, ନୀଲ କରିଦେଇଛନ୍ତି। ତେଣୁ ବର୍ତ୍ତମାନ ସେ ଆତ୍ମଜ୍ଞାନ ଦେବେ। ଯଦି ତାଙ୍କୁ ଆତ୍ମଜ୍ଞାନ ଦେବେ, ତାଙ୍କ ମାଧ୍ୟମରେ ଏ ଆତ୍ମଜ୍ଞାନ ଗୀତା ଥ୍ରୁରେ ଆମ ପାଖରେ ପହଞ୍ଚିବ। ଇଏ ଥିଲା ଭଗବାନଙ୍କର ଉଦ୍ଦେଶ୍ୟ। ତାହା ନହେଲେ ଆମେ ଏଣ୍ଟାୟାର ଯୋଉ ଅଧ୍ୟାୟଟି ପଢିଲେ, ମାନେ ଶ୍ଲୋକ ଆଲୋଚନା କଲେ, ଏଥିରେ ଆମେ କଣ ଦେଖୁଛେ? ଅର୍ଜୁନଙ୍କର ଦୁଇଟି ଜିନିଷ ଆମେ ଅବଜର୍ଭ କରୁଛେ, ଲକ୍ଷ୍ୟ କରୁଛେ। କଣ ନା, ହୃଦୟର କୋମଳତା ଏବଂ କରୁଣା, ଦୟାର୍ଦ୍ର ହୃଦୟ। ଏ ଦୁଇଟି ଜିନିଷ ପୁରା ଏ ଏଣ୍ଟାୟାର ଚାପ୍ଟରରେ ଆମେ ଦେଖୁଛେ କଣ ହେଇଛି, ପୁରା ପରିପ୍ରକାଶିତ ଏଣ୍ଟାୟାର ଅଧ୍ୟାୟରେ। ଏବଂ ଏ ଦୁଇଟି ଇମ୍ପୋର୍ଟାଣ୍ଟ। ଯଦି ହୃଦୟ ଆପଣଙ୍କର ଦୟାରେ ଭରିଥିବ ଏବଂ ଯଦି କୋମଳ ହେଇଥିବ, ତାହେଲେ ଆପଣ ଜ୍ଞାନ ସ୍ତରକୁ ଯାଇପାରନ୍ତି। ଯଦି ଜ୍ଞାନ ଆପଣଙ୍କର ଆସିଲା, ଏବଂ ଯୋଉଟା ଅର୍ଜୁନଙ୍କର ଅଭାବ ରହିଛି, ବର୍ତ୍ତମାନ ମୋହରେ ଅଛନ୍ତି, ଜ୍ଞାନ ନାହିଁ, ସେ ଜ୍ଞାନ ଆସିବ ଏବଂ ସେ ଜଣେ ଭକ୍ତ। ଜ୍ଞାନ ଆଉ ଅର୍ଥାତ୍ ଭକ୍ତି ଅଛି ତାଙ୍କ ପାଖରେ, ସେ ଭକ୍ତି ମାର୍ଗରେ ଅଛନ୍ତି। ତେଣୁ ଜ୍ଞାନ ଆଉ ଭକ୍ତି ଏ ଦୁଇଟି ହେଲା ମାନେ ମୁକ୍ତି ମିଳିବ। ଜ୍ଞାନ ଆଉ ଭକ୍ତି, ଯଦି ଭଗବାନଙ୍କର ଆମେ ଭକ୍ତି କଲେ ଏବଂ ତା ପୂର୍ବରୁ ଆମକୁ ଜ୍ଞାନ ଆମକୁ ମିଳିଗଲା, ତାହେଲେ ଆମକୁ ମୁକ୍ତି ମିଳିବ। ତେଣୁ ତା ପୂର୍ବରୁ ଆମର ଦରକାର ଏ ଦୁଇଟି ଜିନିଷ। କଣ ନା, ଆମ ହୃଦୟ କୋମଳ ହେଇଥିବା ଦରକାର, ଆମର ହୃଦୟ କରୁଣାରେ ଭରି ରହୁଥିବା ଦରକାର। ତାହେଲେ ଆମେ ଜ୍ଞାନ ପାଇପାରିବା। ବର୍ତ୍ତମାନ ଅର୍ଜୁନଙ୍କର, ଯେହେତୁ ଅର୍ଜୁନ ବର୍ତ୍ତମାନ ମୋହରେ ତାଙ୍କୁ ପକେଇଛନ୍ତି, ତାଙ୍କୁ ଜ୍ଞାନ ଦେବେ। ଭକ୍ତି ତ ସେ କରୁଛନ୍ତି ଏବଂ ଜ୍ଞାନ ଭଗବାନ ଦେବେ। ଜ୍ଞାନ ଦେଲା ମାନେ ଭକ୍ତି ସହ ସେ ମୁକ୍ତି ପାଇବେ। ଇଏ ହଉଛି ଆମର 46 ନମ୍ବର ଶ୍ଲୋକ, ତାର ସାରମର୍ମ। ତେଣୁ ଆମେ ଏଇଠି ସାରିଲେ ଅର୍ଜୁନଙ୍କର ଏଇଭଳି ଚାରୋଟି କାରଣ। ଆଉ ଗୋଟିଏ କାରଣ ଆମେ ଦ୍ୱିତୀୟ ଅଧ୍ୟାୟରେ ପଢିବା। ଆମେ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା ନେକ୍ସଟ ଯୋଉ ଆସିବ, ଯୋଉ ବୁଧବାର, ଆଜି ରବିବାର, ବୁଧବାରରେ ପୁଣି ଆମେ ଆଲୋଚନା କରିବା ସେ ଚାପ୍ଟରଟି। ସେ ଗୋଟେ ଅଲଗା ଜିନିଷ, ଭଲ ଲାଗିବ ସେ ଚାପ୍ଟର। ତେବେ ମୁଁ କହିଥିଲି, ଏଇଠି ମୁଁ ବର୍ତ୍ତମାନ ବନ୍ଦ କରୁଛି ଏଇଟା। ଆଚ୍ଛା, ମୁଁ କହିଥିଲି ଯେ ଆମେ ଆଲୋଚନା କରିବା କଣ ନା, ଭଗବାନ କୃଷ୍ଣ ହଉଛନ୍ତି, ଭଗବାନ କୃଷ୍ଣ ସେ ତ ଭଗବାନ, ତେଣୁ ସିଏ
ଚାହିଁଥିଲେ ତାକୁ ରୋକି ପାରିଥାନ୍ତେ ଏ କୁରୁକ୍ଷେତ୍ର ଯୁଦ୍ଧକୁ, କିନ୍ତୁ କାହିଁକି ରୋକିଲେ ନାହିଁ? ଏଭଳି ପ୍ରଶ୍ନ ବେଳେ ବେଳେ ଲୋକ ପଚାରନ୍ତି, ଆମମାନେ ପଚାରୁଛେ ଏଇଭଳିଆ ଜିନିଷ। ତେଣୁ ଆମେ ଯିବା ବର୍ତ୍ତମାନ ତାକୁ ଆଲୋଚନା କରିବା ପାଇଁ। ଯଦି ମୁଁ ଏଇ ଜିନିଷ ଯୋଉଟା ବର୍ତ୍ତମାନ ଆଲୋଚନା କରିବି, ଯଦି ମୁଁ ଦେଖିଲି ଯେ 30-35 ବେଳକୁ କମ୍ପ୍ଲିଟ କରିପାରୁନି, ବର୍ତ୍ତମାନ ହେଲା 20 ହେଇପାରିବନି, ତେଣୁ ମୁଁ ୟାକୁ ଏଣ୍ଡ କରିବି ପ୍ରୋଗ୍ରାମକୁ, ପୁଣି ଆଉ ଥରେ ପ୍ରୋଗ୍ରାମଟାକୁ ଆରମ୍ଭ କରିବି, ଆପଣ ରିଜଏନ୍ କରିବେ। ମୁଁ ଏଣ୍ଡ କଲାର 1 ମିନିଟ ଭିତରେ ଆପଣ ଜଏନ୍ କରିବେ। ଆଉ 5-7 ମିନିଟ କି 10 ମିନିଟ ଲାଗିପାରେ, କମ୍ପ୍ଲିଟ କରିଦେବା। ତେବେ ଏଇ ଯୋଉ ପ୍ରଶ୍ନଟି ଉଠୁଛି ଯେ କାହିଁକି କୃଷ୍ଣ ଭଗବାନ ହେଇକି ଏଇ ଯୁଦ୍ଧକୁ ରୋକିଲେ ନାହିଁ? ତେବେ ଗୋଟେ ସେକେଣ୍ଡ। ତେବେ 12 ବର୍ଷ ଯେତେବେଳେ ବନବାସରେ ରହିଲେ କିଏ? ପାଣ୍ଡବ ମାନେ। ଏବଂ 1 ବର୍ଷ ଅଜ୍ଞାତବାସ ବିରାଟରେ, ତାପରେ ସେ ବନବାସ ସାରିକି ସେମାନେ ଫେରୁଛନ୍ତି କୋଉଠିକି? ହସ୍ତିନାପୁର ଫେରୁଛନ୍ତି। ଯେତେବେଳେ ଫେରୁଛନ୍ତି ପାଣ୍ଡବ ଏବଂ ଦ୍ରୌପଦୀଙ୍କ ସାଙ୍ଗରେ ସବୁ ମିଶିକି ସେମାନେ ଫେରୁଛନ୍ତି, ଯୁଧିଷ୍ଠିର ତାଙ୍କ ସାଙ୍ଗରେ କୃଷ୍ଣ ବି ଥିଲେ। ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରୁଛନ୍ତି, ଏ କୃଷ୍ଣ, ମୁଁ ତ ଦେଖୁଛି ଲୋକମାନେ ବହୁତ ଖୁସିରେ ଅଛନ୍ତି, ତାଙ୍କର କୌଣସି ସମସ୍ୟା ଥିଲା ଭଳିଆ ଲାଗୁନି। ତାମାନେ ବୋଧ ହୁଏ ସେମାନେ ଦୁର୍ଯ୍ୟୋଧନର ଶାସନରେ ବହୁତ ଖୁସି। ତେବେ ମୋର ଶାସନ ଭାର ନେବାର କାରଣ କଣ? ଯଦି ସେମାନେ ଖୁସି, ଦୁର୍ଯ୍ୟୋଧନ ଶାସନ କରନ୍ତୁ, ଅସୁବିଧା କଣ ଅଛି? ତ କୃଷ୍ଣ କହୁଛନ୍ତି, ନାଇଁ ନାଇଁ ଯୁଧିଷ୍ଠିର, ସେଭଳି ନୁହେଁ, ଯାହା ଦେଖୁଛ ସେୟା ନୁହେଁ। ତମେ ଆସିବ ବୋଲିକି, ଫେରୁଛ ବୋଲିକି ଦୁର୍ଯ୍ୟୋଧନ ସମସ୍ତଙ୍କୁ କିଛି ନା କିଛି ଲାଞ୍ଚ ଦେଇକି ତାଙ୍କ ମୁହଁ ବନ୍ଦ କରିଛି। ଦୁର୍ଯ୍ୟୋଧନ ଏହା କହୁଛନ୍ତି କୃଷ୍ଣ, ଯେ ସିଏ କିଛି ନା କିଛି ଲାଞ୍ଚ ଦେଇଛନ୍ତି ଏ ପ୍ରଜାମାନଙ୍କୁ। ତାହେଲେ ପ୍ରଜାମାନେ ମାନେ ତାଙ୍କ ମୁହଁରେ କିଛି ଦୁଃଖ ଯେମିତି ନ ଦିଶେ, ନ ଜାଣିପାରନ୍ତି। ଇଏ ତା ନହେଲେ ସେ କହୁଛନ୍ତି ପ୍ରଜାମାନେ କେବଳ ତମର ବାଟକୁ ଉଣ୍ଡିକି ବସିଛନ୍ତି, କୋଉଦିନ ଫେରିବ ଆଉ କୋଉଦିନ ରଜା ହଉ, ସେମାନେ ଉଣ୍ଡିକି ବସିଛନ୍ତି, କୃଷ୍ଣ କହୁଛନ୍ତି। ତେଣୁ ଆପଣଙ୍କୁ ଏ ଶାସନ ଭାର ନବାକୁ ପଡିବ। ଗୋଟେ ସେକେଣ୍ଡ, ଗୋଟେ ଡିଷ୍ଟର୍ବାନ୍ସ। ହୁଁ। ତେଣୁ ସେ କହୁଛନ୍ତି ଯେ ଶାସନ ଭାର ତମକୁ ନବାକୁ ପଡିବ। ଏବଂ ତା ସାଙ୍ଗରେ ମଧ୍ୟ କୃଷ୍ଣ କହିଲେ ଯେ ତମେ ତ କୁଣ୍ଠାବୋଧ କରୁଛ ଶାସନ କରିବାକୁ, କିନ୍ତୁ ଦେଖ ଏଇ ଦୁର୍ଯ୍ୟୋଧନ, ଯିଏ 5 ଜଣ ସ୍ୱାମୀଙ୍କ ପ୍ରେଜେନ୍ସରେ, ଉପସ୍ଥିତିରେ ସେମାନଙ୍କର ମୁଣ୍ଡ ତଳୁକୁ ହେଇଯାଉଥିଲା, ଏବଂ ବଡ ବଡ ମହାନ ବ୍ୟକ୍ତି ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ଏମାନଙ୍କ ଉପସ୍ଥିତିରେ ଯୋଉ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ କିଭଳିଆ ଅପମାନ ଦଉଥିଲା, ଏବଂ ଭରି ସଭାରେ, ସେଇଟା କଣ ଭୁଲିଗଲ ଯୁଧିଷ୍ଠିର? ତାଙ୍କ କହିବା ଉଦ୍ଦେଶ୍ୟ ହଉଛି ଯେ ଯଦି ରଜା ହେଇକି ଏଇଭଳିଆ ଆଚରଣ ଥାଏ, ତାହେଲେ ପ୍ରଜା କଣ କରିବେ? କୃଷ୍ଣଙ୍କର ଏଇ ପ୍ରଶ୍ନ ଥିଲା କାହାକୁ? ଯୁଧିଷ୍ଠିରଙ୍କୁ। ପ୍ରଜା କଣ କରିବେ? ପ୍ରଜା ଅନୁକରଣ କରିବେ, ଯାହା ଦୁର୍ଯ୍ୟୋଧନ କରୁଛନ୍ତି ସେଇଭଳିଆ ଜିନିଷ ଅନୁକରଣ କରିବେ। ଯଥା ରାଜା ତଥା ପ୍ରଜା। ତେଣୁ ସେଭଳିଆ ନୁହେଁ, ଆପଣଙ୍କୁ ଶାସନ ଭାର ନବାକୁ ପଡିବ, ଆପଣଙ୍କୁ ରଜା ହବାକୁ ପଡିବ। ତେବେ ଯୁଧିଷ୍ଠିର କହୁଛନ୍ତି ପୁଣି କୃଷ୍ଣଙ୍କୁ, ଠିକ ଅଛି, ଯଦି ଆପଣ କହୁଛନ୍ତି ମୁଁ ରଜା ହେବି, ମୁଁ ଶାସନ ଭାର ନେବି, କିନ୍ତୁ ମୋର ଗୋଟିଏ ଅନୁରୋଧ, ଆପଣ ଶାନ୍ତି ଦୂତ ହେଇକି ଯାଆନ୍ତୁ ଦୁର୍ଯ୍ୟୋଧନ ପାଖକୁ। ହୁଏତ ତାଙ୍କର ଯୋଉ ମନରେ ବିଭିନ୍ନ ଦ୍ୱିଧା ଥାଇପାରେ, ଯଦି ସେ ସମ୍ପୂର୍ଣ୍ଣ ରାଜ୍ୟ ନ ଦିଅନ୍ତି, କିଛି ରଖିବେ, ମୋର ବି ଆପତ୍ତି ନାହିଁ। ଯଦି ସେ
ଅଧା ରାଜ୍ୟ ବି ରଖିବାକୁ ଚାହିଁବେ ମୋର ବି ଆପତ୍ତି ନାହିଁ, ଇଭେନ୍ ଅଧାରୁ ଅଧିକ ବି ଯଦି ରଖିବେ କୌଣସି ଅସୁବିଧା ନାହିଁ। ଏବଂ ଫାଇନାଲି ସେ କହିଲେ କୃଷ୍ଣଙ୍କୁ ଯେ ଦେଖନ୍ତୁ ଯଦି ସେ ରାଜ୍ୟ ନ ଦେବାକୁ କୁଣ୍ଠାବୋଧ କରନ୍ତି ଯେ ରାଜ୍ୟ ଦେବେ ନାହିଁ, ତାହେଲେ ଠିକ ଅଛି, ତାଙ୍କୁ କେବଳ 5ଟି ଗ୍ରାମ ମାଗିବେ, ଆମେ 5 ଭାଇ 5ଟି ରାଜ୍ୟ ଶାସନ କରିକି ଆମେ ରହିଯିବୁ, ଆମେ ଆମର କ୍ଷତ୍ରିୟ ଧର୍ମ ଆମେ ତୁଲେଇ ପାରିବୁ, କାରଣ କ୍ଷତ୍ରିୟର କାମ ହଉଛି ଶାସନ କରିବା, ତେଣୁ 5ଟି ଗ୍ରାମ ହେଲେ ବି ସଫିସିଏଣ୍ଟ। ଏଇଭଳି ସେ କହିଲେ ଏବଂ ଯାଇଛନ୍ତି କୋଉଠିକି, ହସ୍ତିନାପୁର। କିଏ? କୃଷ୍ଣ ଶାନ୍ତି ଦୂତ ହେଇକି ଯେତେବେଳେ ଯାଉ ଯାଉ କୃଷ୍ଣ ଯାଉଛନ୍ତି, ଧୃତରାଷ୍ଟ୍ର ଜାଣିପାରିଲେ ଯେ କୃଷ୍ଣ ଆସୁଛନ୍ତି ଏବଂ ଇଏ ଯୁଦ୍ଧକୁ ରୋକିବା ହଉଛି ୟାଙ୍କର ଲକ୍ଷ୍ୟ, ଇଏ ଯୁଦ୍ଧ କରିବାକୁ ଦେବେନି। ତେଣୁ ସେ ଚିନ୍ତା କଲେ ଯେ ୟାଙ୍କୁ କୌଣସି ମତେ କିଛି ପ୍ରକାରର ମନ ଖୁସି କରିକି ୟାଙ୍କୁ ଫେରେଇ ଦେବାର ଅଛି, ନହେଲେ ନାହିଁ ଇଏ ଯୁଦ୍ଧ ରୋକିଦେବେ, ଯୁଦ୍ଧ ହବା ଦରକାର ଏବଂ ଯୁଦ୍ଧ ହେଲେ ମୋ ପୁଅ ରଜା ହେବେ ଏବଂ ପାଣ୍ଡବ ମାନେ ସମାପ୍ତ ହବା ଦରକାର, ଏଇଭଳିଆ ଧୃତରାଷ୍ଟ୍ର ଚିନ୍ତା କରୁଛନ୍ତି। ତେଣୁ ସେ ଡାକିଲେ ଗୋଟିଏ ମିଟିଂ ତାଙ୍କର, କାର ଭୀଷ୍ମ ଦ୍ରୋଣ ସମସ୍ତେ ଆସିଲେ, ବିଦୁର, ଏବଂ ତାଙ୍କ ଉପସ୍ଥିତିରେ ସେ କହିଲେ, ଗୋଟେ ପ୍ରସ୍ତାବ ଦେଲେ ଯେ ଠିକ ଅଛି, ଆମେ ବର୍ତ୍ତମାନ କୃଷ୍ଣ ଆସୁଛନ୍ତି, ତେଣୁ ତାଙ୍କୁ ତାଙ୍କର ଉଦ୍ଦେଶ୍ୟ ସେୟା ଏବଂ ସେ ରୋକିଦେବେ ଯୁଦ୍ଧକୁ, ତେଣୁ ଆମକୁ ଯୁଦ୍ଧଟା କରିବାକୁ ପଡିବ ଏବଂ ରାଜ୍ୟ ହାସଲ କରିବାକୁ ପଡିବ। ତେଣୁ ଗୋଟେ କାମ କରନ୍ତୁ, ସେ ଆସିଲେ ଆମେ ତାଙ୍କୁ ବାଟରୁ ଏମିତି ଅଭ୍ୟର୍ଥନା କରିବା, ବିଭିନ୍ନ ସୁନ୍ଦର ସୁନ୍ଦର ସ୍ତ୍ରୀ ମାନେ ଡ୍ୟାନ୍ସ କରିବେ, ତାଙ୍କୁ ବିଭିନ୍ନ ପ୍ରକାରର ଭେଟ ଦିଆଯିବ ଅର୍ଥାତ୍ ଉପହାର ଦିଆଯିବ, ହାତୀ ଘୋଡ଼ା ସୁନା ରୂପା ସବୁ ଦିଆଯିବ ଏବଂ ତାଙ୍କୁ ଫୁଲ ବର୍ଷେଇବାକୁ ପଡିବ ଏବଂ ଯୋଉ ଆମର ସେଣ୍ଟ ଯୋଉ ଦିଅନ୍ତି ଅତର ଫତର ଟାଇପର ବାସ୍ନା ଜିନିଷ, ତାକୁ ମଧ୍ୟ ଆମେ ଇଏ କରିବା, ଏଇଭଳି କରିକି ତାଙ୍କୁ ଆଣିକି ଏଇ ଭଲ କି ଖୁଆଇ ପିଆଇ ଇଏ କରିକି ଆମେ ତାଙ୍କୁ ଛାଡିଦବା ଏବଂ ଫଳରେ ସିଏ ଆଉ ଏ ଯୁଦ୍ଧ କଥା ଉଠେଇବେ ନାହିଁ, ଆମେ ତାଙ୍କ ମନକୁ ବେହକେଇ ଦେବା ପାଇଁ ଚେଷ୍ଟା କରିବା, ଏଇଭଳି ସେ ପ୍ରସ୍ତାବ ରଖୁଛନ୍ତି। ସେଠି ବିଦୁର କହିଲେ, କହିଲେ ତମେ କୃଷ୍ଣ କୃଷ୍ଣ ଯାହା କହୁଛନ୍ତି କହିବେ ତାକୁ ଗ୍ରହଣ କରିବ, ତମେ କେବେ ଚିନ୍ତା କର ନା କୃଷ୍ଣଙ୍କର ମନକୁ ପରିବର୍ତ୍ତନ କରିଦେବା ପାଇଁ, ଏ ସମ୍ଭବ ନୁହେଁ। କାହିଁକି ନା ସେ ଜାଣୁଛନ୍ତି ଆପଣଙ୍କ ମନରେ କଣ ଚାଲିଛି, ସେ ହଉଛନ୍ତି ଅନ୍ତର୍ଯାମୀ। ତେଣୁ ଯଦି ରିଅଲି କୃଷ୍ଣଙ୍କୁ ଖୁସି କରିବାକୁ ଚାହୁଁଛ, ତାହେଲେ ସେ ଯାହା କହୁଛନ୍ତି ତାକୁ ଗ୍ରହଣ କରିବ। ଦୁର୍ଯ୍ୟୋଧନ ସେଠି ବସିଥିଲେ, ସେ କହିଲେ ହଁ ଠିକ, କାରଣ କୃଷ୍ଣ ବଡ ଜିଦିଆ, ସେ ଯାହା ବୁଝିଥିବେ ସେୟା ସେ ମାନିବେନି। ତେଣୁ ଠିକ ଅଛି, ଆମେ ଗୋଟେ କାମ କରିବା, ଦୁର୍ଯ୍ୟୋଧନ ପ୍ରସ୍ତାବ ଦେଲେ ଯେ ତାଙ୍କୁ ଯେତେବେଳେ ସେ ଆସିବେ, ତାଙ୍କୁ କଣ କରିବା ନା ଗୋଟେ ଭଲ ଦୁଃଶାସନର ମହଲ, ଯୋଉଟା କି ଅତି ସୁନ୍ଦର ମହଲ, ତାଙ୍କୁ ଦେଇଦବା, ସେଠି ସେ ଆରାମ କରିବେ, ତାଙ୍କୁ ତାପରେ କିଛି 56 ଭୋଗ ତିଆରି କରିକି ତାଙ୍କୁ ଇଏ କରିବା ଏବଂ ତାଙ୍କୁ ଖୁସି କରିବା ତାଙ୍କ ମନକୁ। ଏବଂ ତାପରେ କଣ କରିବା ନା ସେ ଯେତେବେଳେ ସଭାକୁ ଆସିବେ, କୋଉଠି ଯୋଉ ସଭାଗୃହରେ ଯୋଉଠି ଆଲୋଚନା ହବ, ସେତେବେଳେ ଆମେ କଣ କରୁ, ସେତେବେଳେ ମୁଁ ଗୋଟିଏ ପ୍ରସ୍ତୁତ କରିଥିବି, ଉପରୁ ଗୋଟେ ପିଞ୍ଜରା ଖସିବ, ଦି ସାଇଡରୁ ଆସିବେ ସୈନ୍ୟ ଏବଂ ମୁଁ ତାଳି ମାରିଲା ମାତ୍ରକେ ସେଠୁ ପିଞ୍ଜରା ଖସିବ ଏବଂ ଦି ସାଇଡରୁ ଆସିବେ ଇଏ ସୈନ୍ୟ ଏବଂ ଆମେ କୃଷ୍ଣଙ୍କୁ କଏଦ କରିଦବା, ଆରେଷ୍ଟ କରିଦବା। ସେଠି ଭୀଷ୍ମ ବସିଥିଲେ, ଭୀଷ୍ମ କହିଲେ ପାଗଳା ନା କଣ, କୃଷ୍ଣଙ୍କୁ ଆରେଷ୍ଟ କରିବ ତମେ? ଯୋଉ କୃଷ୍ଣ 2.5 ବର୍ଷ ବୟସରେ ପୁତନାକୁ ମାରିଦେଲେ, ପୁତନା ଭଳିଆ ରାକ୍ଷସକୁ, ତୃଣାବର୍ତ୍ତ ଭଳିଆ ଅସୁରକୁ ପୁରା ଗଗନକୁ ନେଇକି ଚାଲିଗଲେ ଉପରକୁ ଏବଂ ତଳେ ଆଣିକି ତାକୁ କଚିକି ମାରିଦେଲେ, ତାଙ୍କର କିଛି ହେଲାନି, କେବଳ ତୃଣାବର୍ତ୍ତ ଅଗାସୁର ବକାସୁର ଭଳିଆ ଅସୁରଙ୍କୁ ମାରିଛନ୍ତି, କାଳିଅ ନାଗ ଉପରେ ସେ ଡ୍ୟାନ୍ସ କରୁଥିଲେ, ତମେ ସେ କୃଷ୍ଣଙ୍କୁ ଆରେଷ୍ଟ କରିଦବ? ଏ ଜିନିଷ ମନରୁ ଓହ୍ଲେଇ ଦିଅ, ଇଏ ଠିକ ନୁହେଁ, ଇଏ ତମର ଠିକ ଚିନ୍ତାଧାରା ନୁହେଁ। କିନ୍ତୁ ଦୁର୍ଯ୍ୟୋଧନ ମାନିଲେ ନାହିଁ, ସେ ଯାହା ଭାବିଥିବେ ସେୟା। ତେଣୁ ଯେତେବେଳେ କୃଷ୍ଣ ପହଞ୍ଚିଲେ, ତାଙ୍କ ସାଙ୍ଗରେ ସାତ୍ୟକୀ ଆଉ କୃତବର୍ମା ମଧ୍ୟ ଥିଲେ। ତାଙ୍କୁ ସାତ୍ୟକୀ ମଧ୍ୟ କହିଥିଲା, ଯେତେବେଳେ ସଭାଗୃହକୁ ଆସିଲେ ସାତ୍ୟକୀ କହୁଥିଲେ କୃଷ୍ଣଙ୍କୁ ଯେ ମୁଁ ଶୁଣୁଛି ଦୁର୍ଯ୍ୟୋଧନ କୁଆଡେ ଚିନ୍ତା କରିଛନ୍ତି ଆପଣଙ୍କୁ ଆରେଷ୍ଟ କରିବା ପାଇଁ। ହସିଲେ କୃଷ୍ଣ, କହିଲେ
ଯୋଉଠି 33 କୋଟି ଦେବତା ମତେ ଛୁଇଁ ପାରୁନାହାନ୍ତି, ସେଠି ଇଏ ଗୋଟେ ନଗ୍ନ ଅସୁର ମତେ କଣ ଆରେଷ୍ଟ କରିବି? ସମ୍ଭବ ନୁହେଁ। ତେଣୁ ସେ ବିଷୟ ତମେ ଚିନ୍ତା କର ଅବଶ୍ୟ। ତେଣୁ ଯେତେବେଳେ କୃଷ୍ଣ ସଭାଗୃହକୁ ଆସିଛନ୍ତି ଏବଂ ସେ ପ୍ରସ୍ତାବ ରଖୁଛନ୍ତି, ପ୍ରସ୍ତାବ କିଛି ଡିସ୍କସନ କରିବାକୁ ଯାଉଛନ୍ତି, ଠିକ ସେହି ସମୟରେ ଦୁର୍ଯ୍ୟୋଧନ ତାଳି ମାରିଲେ, ଉପରୁ ପିଞ୍ଜରା ଖସିଲା ଏବଂ ଦୁଇ ସାଇଡରୁ ସେନା ଦଳ ଆସିଲେ ଏବଂ ତାଙ୍କୁ ଆରେଷ୍ଟ କରିଦେବା ପାଇଁ। କୃଷ୍ଣ ଦେଖୁଛନ୍ତି ଉପରୁ ସେ ପିଞ୍ଜରା ନେଟ୍ ଭଳିଆ ଗୋଟେ ସେ ଖସୁଛି, ସାଙ୍ଗେ ସାଙ୍ଗେ ତାକୁ ତ ସ୍ଥିର କରେଇଦେଲେ ଏବଂ ତାଙ୍କର ନିଜକୁ ସେ ଏକ୍ସପାଣ୍ଡ କରିଦେଲେ, ବହୁତ ବିରାଟ ରୂପ ସେ ନେଇଗଲେ ଏବଂ ବିଶ୍ୱ ରୂପ ଦେଖିବା ଆରମ୍ଭ କଲେ। ଏବଂ ସେ ବିଶ୍ୱ ରୂପରେ ସେ ଜଣେଇ ଦେଲେ ଯେ ଏ ଯୁଦ୍ଧ ହବ ଏବଂ ଏ ଯୁଦ୍ଧର ଫଳାଫଳ କଣ, ସେ ଜଣେଇ ଦେଲେ ସେ ବିଶ୍ୱ ରୂପରେ। କିନ୍ତୁ ସେତେବେଳେ ସେ ଯେତେବେଳେ ବିଶ୍ୱ ରୂପ ଦେଖେଇଲେ, ସେତେବେଳେ ପରେ ଏଠୁ ଦୁର୍ଯ୍ୟୋଧନ କହୁଛନ୍ତି କର୍ଣ୍ଣଙ୍କୁ, ଯାରେ କୃଷ୍ଣ ତ ବଡ ଭଲ ଯାଦୁ ଜାଣିଛନ୍ତି, ବଢିଆ ଯାଦୁ କରୁଛନ୍ତି। ମାନେ ସେତେବେଳେ ମଧ୍ୟ ସେ ଭଗବାନ ବୋଲିକି ସେ ସ୍ୱୀକାର କରୁନାହାନ୍ତି ଏବଂ ଭାବୁଛନ୍ତି ଇଏ ଗୋଟେ ମ୍ୟାଜିସିଆନ, ଗୋଟେ ଇମ୍ପୋର୍ଟାଣ୍ଟ ମ୍ୟାଜିସିଆନ, ବଡ ଗ୍ରେଟ୍ ମ୍ୟାଜିସିଆନ ଏଇଭଳି ଭାବୁଛନ୍ତି ସେ। ତେବେ ଯାହା ହଉ ସେ ଏଇଭଳି ତାଙ୍କର କହୁଛନ୍ତି। ଆଉ ଯେତେବେଳେ ସେ 5ଟି ଗ୍ରାମ କଥା ରାଜି ତ ହେଲେନି ଏବଂ ଯେତେବେଳେ ଦୁର୍ଯ୍ୟୋଧନ କହିଲେ ଯେ କୌଣସି ରାଜ୍ୟ ଦେବାର ଚାନ୍ସ ନାହିଁ, ତେବେ 5ଟି ରାଜ୍ୟ ସେ ମାଗିଛନ୍ତି, କହିଲେ ପାଣ୍ଡବ ମାନଙ୍କୁ 5ଟି ରାଜ୍ୟ ଦେଇଦିଅନ୍ତୁ। ତା ବି ମଧ୍ୟ ଅଗ୍ରାହ୍ୟ କଲେ ଦୁର୍ଯ୍ୟୋଧନ, କହିଲେ ବିନା ଯୁଦ୍ଧେ ସୁଚଗ୍ର ମେଦିନୀ ମୁଁ ଦେବି ନାହିଁ। ବିନା ଯୁଦ୍ଧେ, କାରଣ ସେ ଭାବିଥିଲେ ଏ ଯୁଦ୍ଧରେ ମୋର ସେନାବଳ ଅଧିକ, ମୋର ଶକ୍ତି ଅଧିକ। ସେ ତ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଭାବୁନଥିଲେ ଭଗବାନ ବୋଲି ଏବଂ ତାଙ୍କ ପାଖରେ ଶକ୍ତି ଅଛି ବୋଲିକି ସେ ବି ଚିନ୍ତା କରୁନଥିଲେ। ତେଣୁ ସେ ଭାବୁଥିଲେ ମୋର ଶକ୍ତି ବଳରେ ମୁଁ ଏମାନଙ୍କୁ ସମାପ୍ତ କରିକି ଅପ୍ରତିଦ୍ୱନ୍ଦୀ ରାଜା ବି ସମଗ୍ର ବିଶ୍ୱର ଏବଂ ମୁଁ ଉପଭୋଗ କରିବି। ତେଣୁ ଯୁଦ୍ଧ ଚାହିଁଲା କିଏ? ଯୁଦ୍ଧ ଚାହିଁଲେ ଦୁର୍ଯ୍ୟୋଧନ, ଧୃତରାଷ୍ଟ୍ର, ଏମାନେ ଯୁଦ୍ଧ ଚାହିଁଲେ। ଯୁଦ୍ଧ କେବେ ହେଲେ କୃଷ୍ଣ ଚାହିଁ ନାହାନ୍ତି। ତେଣୁ କୃଷ୍ଣ ତ ପ୍ରଯତ୍ନଶୀଳ ହେଇଛନ୍ତି ଏ ଯୁଦ୍ଧକୁ ରୋକିବା ପାଇଁ, ସର୍ବୋଚ୍ଚ ଚେଷ୍ଟା କରିଛନ୍ତି ଯେତିକି ସମ୍ଭବ, କିନ୍ତୁ ଦୁର୍ଯ୍ୟୋଧନ ମାନିଲେ ନାହିଁ, ଧୃତରାଷ୍ଟ୍ର ମାନିଲେ ନାହିଁ। କୌଣସି ବିକଳ୍ପ ନଥିଲା ଭଗବାନଙ୍କ ପାଖରେ। ତେଣୁ ଭଗବାନ ଦେଖିଲେ ବର୍ତ୍ତମାନ ଯୁଦ୍ଧ ଅବଶ୍ୟମ୍ଭାବୀ। କିନ୍ତୁ ଠିକ ଅଛି, ଲୋକମାନେ କହନ୍ତି ଯେ ଦୁର୍ଯ୍ୟୋଧନ ଦୁଷ୍ଟ, ଆମେ ଜାଣିଛେ ଦୁର୍ଯ୍ୟୋଧନ, ଯଦି କିନ୍ତୁ ପାଣ୍ଡବ ମାନେ ତ ଦୁଷ୍ଟ ନୁହନ୍ତି, ଶିଷ୍ଟ। ଯଦି ସେ ରାଜ୍ୟ ରଖିବାକୁ ଚାହିଁଲେ ରଖିଥାନ୍ତେ। ଇଏ ଯେମିତି ବନବାସରେ ଥିଲେ, ବଣରେ ଥିଲେ, ଜଙ୍ଗଲରେ ବୁଲୁଥିଲେ 12 ବର୍ଷ, ଅଜ୍ଞାତବାସ 1 ବର୍ଷ, ଆଉ କିଛି ଦିନ ସେମାନେ ସମୟ କାଟି ଦେଇ ପାରିଥାନ୍ତେ। ଏମାନେ ତ ଶିଷ୍ଟ, ଏମାନଙ୍କର ରାଜ୍ୟର ଆବଶ୍ୟକତା କଣ? ଅନ୍ନେସରୀ ଏତେ ହିଂସା କାହିଁକି କରେଇଲେ ଭଗବାନ କୃଷ୍ଣ? ବହୁତ ଲୋକ ମରିଗଲେ, ବହୁତ ହିଂସା ହେଲା, ଏଇଭଳି ପ୍ରଶ୍ନ ଉଠେ। ତେବେ ଏମାନଙ୍କ ପାଇଁ ଆକ୍ଚୁଆଲି ଉତ୍ତର କଣ? ଏଇ ଯୋଉ ଯୁଦ୍ଧ ହେଲା, ଏ ଯୁଦ୍ଧରେ ପ୍ରଥମ କଥା ହିଂସା ହେଇନାହିଁ। ଭଗବାନ କେବେ ହେଲେ ହିଂସା କରିବାକୁ ଦେବେ ନାହିଁ, ନମ୍ବର 1। ନମ୍ବର 2, ଭଗବାନ ହଉଛନ୍ତି, ଭଗବାନ ନିଜେ କହୁଛନ୍ତି ସୁହୃଦଂ ସର୍ବଭୂତାନାଂ, ମୋର ସମସ୍ତେ ହଉଛନ୍ତି ସନ୍ତାନ, ମୁଁ ହଉଛି ସେମାନଙ୍କର ହିତାକାଂକ୍ଷୀ। ସୁହୃଦଂ ସର୍ବଭୂତାନାଂ, ସମସ୍ତଙ୍କର ମୁଁ ହିତାକାଂକ୍ଷୀ, ମଙ୍ଗଳ କାମନା କରେ। କାରଣ ମୋର ସେମାନେ ସନ୍ତାନ। ବାପା ପୁଅକୁ ଯେତେ ହେଲେ ବି ସେ କେବେ ହେଲେ ପୁଅକୁ ମାରିବ ନାହିଁ। କାହିଁକି ନା ପୁଅକୁ ସେ ଦଣ୍ଡ ଦେଇପାରେ ଅତି ବେଶୀରେ ସୁଧାରିବା ପାଇଁ, କିନ୍ତୁ କେବେ ହେଲେ ମାରିଦବନି। ତେଣୁ ବାପା କେବେ ହେଲେ ଚାହିଁବନି ମାରିଦବା ପାଇଁ। ତେଣୁ ଏଠି କୌଣସି ହିଂସା ହେଇନାହିଁ। ଆର ପ୍ରମାଣ କଣ? ଏହାର ପ୍ରମାଣ ଆମର ଭାଗବତମରେ 3ୟ ସ୍କନ୍ଧରେ ଅଛି। ସେଠି ଅର୍ଜୁନ ସରି ବିଦୁର
କିଛି ପ୍ରଶ୍ନ ପଚାରିଛନ୍ତି। ମୈତ୍ରେୟ ମୁନି ଋଷି ଜଣେ ଅଛନ୍ତି, ତାଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ଏବଂ ସେ ପ୍ରଶ୍ନର ସେ ଉତ୍ତର ଦଉଛନ୍ତି। ସେ ଉତ୍ତରରେ କହୁଛନ୍ତି, ତଥୈବ ଚାନ୍ୟେ ନରଲୋକବୀର ନାବେ କୃଷ୍ଣ ମୁଖାରବିନ୍ଦମ୍ ନେତ୍ରୈ ପିବନ୍ତୋ ନୟନାଭିରାମଂ ପାର୍ଥାସ୍ତପୂତାଃ ପଦମାପୁରସ୍ୟ। ଏ ଶ୍ଲୋକଟି ବହୁତ ଗୋଟେ ସୁନ୍ଦର ଶ୍ଲୋକ। ତଥୈବ ଚାନ୍ୟେ ନରଲୋକବୀର କହୁଛନ୍ତି, ଏଠି ଯେତେ ଲୋକ ଅଛନ୍ତି ଏବଂ ଯେତେ ଯୋଦ୍ଧା ଅଛନ୍ତି, ଏଇ ଯୋଉ ଯୁଦ୍ଧ ଭୂମିରେ, କୁରୁକ୍ଷେତ୍ର ରଣଭୂମିରେ, ଆହବେ ମାନେ ଯୁଦ୍ଧ କ୍ଷେତ୍ରରେ, କୃଷ୍ଣ ମୁଖାରବିନ୍ଦମ୍ ନେତ୍ରେ ପିବନ୍ତ, ସେମାନେ କୃଷ୍ଣଙ୍କର ମୁହଁକୁ, ଯୋଉ ପଦ୍ମ ଭଳିଆ ମୁଖ ପଦ୍ମ ଯାହାକୁ କହନ୍ତି ଆମର ପଦ୍ମ ଭଳିଆ ମୁହଁଟି, ତାକୁ ସେ ଦେଖୁଥିଲେ। ନୟନାଭିରାମଂ, ଏବଂ ଦେଖିକି ତାଙ୍କ ଆଖିକୁ ବହୁତ ଆନନ୍ଦ ମିଳୁଥିଲା। ପାର୍ଥାସ୍ତପୂତଃ, ପାର୍ଥ ଅସ୍ତ୍ର ପୂତଃ ମାନେ ଅର୍ଜୁନଙ୍କର ଅସ୍ତ୍ରରେ ତାଙ୍କୁ ଯାଇକି କଣ କରୁଥିଲା, ପବିତ୍ର କରିଦଉଥିଲା। ସେଇ ଯୋଉ ସୈନ୍ୟ ମାନଙ୍କର ପଦାମ ଆପୁରୁଷ୍ୟ, ପଦମ ଆପୁରୁଷ୍ୟ ମାନେ ଚାଲିଗଲେ କୋଉଠିକି ନା ଧାମକୁ। କାହା ଧାମକୁ? ଭଗବାନଙ୍କ ଧାମକୁ। ବୋଲେ ଏଠି ମେନ୍ ଶ୍ଲୋକରେ କଣ କୁହାଯାଇଛି ଯେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କହୁଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ଶର ନିକ୍ଷେପ କର, କହିଦେଲା ମାତ୍ରେ ଯୋଉ ଶରଟି ନିକ୍ଷେପ କରୁଛନ୍ତି ଅର୍ଜୁନ, ସେ ଶରଟି ପବିତ୍ର ହେଇଗଲା। ଏବଂ ସେ ଯେତେବେଳେ ଯାଇକି ଶର ବିଦ୍ଧ କରୁଛି, ଯାହାକୁ ସେ ମାରୁଛି, ସେଠି ସେ କଣ କରୁଛି ନା ମାରିଲା ମାନେ ତାଙ୍କର ଯାହା ପାପ, ପ୍ରଥମେ ସେ ପାପକୁ ଧ୍ୱଂସ କରୁଛି। କାରଣ ସେ ପବିତ୍ର ଅସ୍ତ୍ର ପାପକୁ ଧ୍ୱଂସ କରୁଛି। ଏବଂ ପାପ ଯେତେବେଳେ ଧ୍ୱଂସ ହଉଛି ଏବଂ ଯେତେବେଳେ ସେ ମୃତ୍ୟୁ ହଉଛି, ସେତେବେଳେ ସେ ଦେଖୁଛନ୍ତି କାହାକୁ? ଯୁଦ୍ଧ ଭୂମିରେ ଭଗବାନ ଶ୍ରୀକୃଷ୍ଣଙ୍କୁ। ଫଳରେ ସେମାନେ ଚାଲିଗଲେ ଭଗବାନଙ୍କ ଧାମକୁ ବୋଲିକି ଏଇ କଥା ଲେଖା ହେଇଛି କୋଉଠି? ଆମର ଭାଗବତମରେ। ତାହେଲେ ହିଂସା ହେଲା କୋଉଠି? ସେମାନଙ୍କୁ ତ ମୁକ୍ତି ମିଳିଗଲା। ଯଦି ଏଇଭଳି ସୁଯୋଗ ଆମକୁ ମଧ୍ୟ ମିଳେ, ଆମେ ମଧ୍ୟ ନେଇଯିବା। କାରଣ ଆମେ ବହୁ ଜନ୍ମ 84 ଲକ୍ଷ ଯୋନିରେ ଘୁରିଲା ପରେ ଆମେ ଏଠି ପୁଣି ମଣିଷ ଜନ୍ମଟେ ପାଉଛେ, କିନ୍ତୁ ପୁଣି ଏଠି କଣ ହବ ଆମେ ଜାଣିନେ। ପୁଣି ଆମେ କେତେ ଯୋନିରେ ଘୁରିବା ଏବଂ ଏଇଠି କଷ୍ଟ ପାଉଥିବା ଏଇ ଯୋଉ ଆମର ଭୌତିକ ଜଗତରେ ଆମେ ଜାଣିନେ। କିନ୍ତୁ ସେମାନେ ତ, ତାଙ୍କୁ ଗୋଟେ ସୁଯୋଗ ମିଳିଗଲା ଏ ଯୁଦ୍ଧ ଭୂମିରେ। ସେମାନେ ତ ଚାଲିଗଲେ ଭଗବାନଙ୍କ ଧାମକୁ, ତାଙ୍କୁ ମୁକ୍ତି ହେଇଗଲା। ଏଇ ଯୋଉ ଶ୍ଲୋକ, ୟାକୁ ମଧ୍ୟ ଆହୁରି ଗୋଟେ ଶ୍ଲୋକ ଅଛି, ଆମେ ଦେଖିବା। ସେଠି ମଧ୍ୟ ଏ କଥା କୁହାଯାଇଛି। ସେଠି ଭୀଷ୍ମ କହୁଛନ୍ତି, ସେଇ ଭାଗବତମରେ ଆମେ ଦେଖିବା ଆଉ ଗୋଟେ ଶ୍ଲୋକ। ଏଟା ପ୍ରଥମ ସ୍କନ୍ଧରେ ଅଛି। ସେଠି କହୁଛନ୍ତି, ବିଜୟରଥ କୁଟୁମ୍ବ ଆତତ୍ରେ ଧ୍ରୁତ ହୟରଶ୍ମିନି ତତ୍ ଶ୍ରିୟା ଇକ୍ଷିଣୀଏ ଭଗବତୀ ରତିରସ୍ତୁ ମେ ମୁର୍ମୁଷೋ ୟଂ ୟହ ନିରୀକ୍ଷ ହତଗତ୍ୱା ସ୍ୱରୂପମ୍। ଏଠି ତାଙ୍କର କହିବାର ଉଦ୍ଦେଶ୍ୟ ହଉଛି, ଏଠି କଣ କହୁଛନ୍ତି ଭୀଷ୍ମ? ସେ କହୁଛନ୍ତି ଠିକ ମୃତ୍ୟୁ ସମୟରେ, ମୋର ଯେତେବେଳେ ମୃତ୍ୟୁ ହବ, ଭୀଷ୍ମ କହୁଛନ୍ତି ମୋର ଯୋଉ ଆକର୍ଷଣଟା କେବଳ କୃଷ୍ଣ ହୁଅନ୍ତୁ। ମୁଁ କୃଷ୍ଣଙ୍କୁ ଦେଖୁଥିବି। କୋଉ କୃଷ୍ଣ? ସୁପ୍ରିମ ପର୍ସନାଲିଟି ଅଫ ଗଡ ହେଡ, ମାନେ ପରମ ପୁରୁଷୋତ୍ତମ ଭଗବାନ। ମୋର ମନ ତାଙ୍କଠି କେନ୍ଦ୍ରୀଭୂତ ହଉ। କାହାଠି? ନା ସେଇ ଯୋଉ ଅର୍ଜୁନଙ୍କ ରଥ ଉପରେ ଯେ ସାରଥୀ ରୂପରେ ଡାହାଣ ହାତରେ ଲଗାମ ଏବଂ ବାମ ହାତରେ ସେ ଅଶ୍ୱକୁ କଣ୍ଟ୍ରୋଲ କରୁଥିଲେ, କାହାକୁ? ଘୋଡାକୁ କଣ୍ଟ୍ରୋଲ କରୁଥିଲେ। ସେଇ ଯୋଉ ସାରଥୀ